150 ତୋର ସହଯୋଗୀ ଆରେଷ୍ଟ ହେଲେଣି, 100 ଜେଲ୍ ଗଲେଣି, 200 ଅଟୋ ଆସି ଥୁଆ ହେଲାଣି। ତୁ ଲୁଚିକି ଯାଇ ପୁରୀରେ ରହୁ। ତମେ କିଏ ବସ୍କୁ ବାଡ଼େଇ ଭାଙ୍ଗିବା, ମୋ ବସ୍କୁ ବାଡ଼େଇ ଭାଙ୍ଗିବା, ଆମ୍ବୁଲାନ୍ସ ବାଡ଼େଇବା, କାର ବାଡ଼େଇବା, ଲୋକକୁ ବାଡ଼େଇବା, ପୁଲିସକି ବାଡ଼େଇବା? ତେବେ କିଏ କି? ତେବେ କିଏ? ୱାକ୍ସ ମିନିଷ୍ଟର ଭାଇ ପୃଥ୍ୱୀରାଜ ହରିଚନ୍ଦନକୁ ସାକ୍ଷାତ କରି ଆସିଲି। ଗଣେଶ ପୂଜା ମାଡ଼ି ଆସିଲା, ନିକଟ ହେଇଗଲାଣି। ଓଡ଼ିଶାରେ ଗଣେଶ ପୂଜା ଜଟଣୀ ହେଉଛି ଫେମସ୍। ଲକ୍ଷ୍ମୀ ପୂଜା ଅନୁଗୁଳ ଢେଙ୍କାନାଳ, ଦେବୀ ପୂଜା କଟକ, କାଳୀ ପୂଜା ଭଦ୍ରକ, କାର୍ତ୍ତିକ ପୂଜା ପୁରୀ, ଫେମସ୍ ସବୁ ରହିଛି। ଏବେ ଭୁବନେଶ୍ୱର ଡୋମିନେଟ୍ କରିସାରିଲାଣି। ଆମେ ଲକ୍ଷ୍ମୀ ପୂଜାରେ ଅତି ଉଚ୍ଚ କୋଟିର କଲୁଣି, ଆମେ ଦେବୀ ପୂଜାରେ ସାଂଘାତିକ ଉଚ୍ଚ କୋଟିର କଲୁଣି ଭୁବନେଶ୍ୱରରେ, କାଳୀ ପୂଜାରେ ବି କଲୁଣି, ଗଣେଶ ପୂଜା ଆହୁରି ଜୋରରେ ହେଲାଣି। ଆମର ପୂଜା ସବୁ ଫେମସ୍ ହେଇଗଲାଣି ଭୁବନେଶ୍ୱରରେ। କିନ୍ତୁ ଜଟଣୀ ଗଣେଶ ପୂଜା ବ୍ରିଟିଶ ବେଳୁ ନମ୍ବର 1। ଯେମିତି କଟକ ଦେବୀ ପୂଜା, ଲକ୍ଷ୍ମୀ ପୂଜା ଢେଙ୍କାନାଳ, ସେମିତି। ବଡ଼ ଦୁଃଖର ବିଷୟ, ଜଟଣୀ ମେନ୍ ରୋଡ଼, ଜଟଣୀ କର ରୋଡ଼, ଗୋଟେ ଅଛି ଆମର ମାଲଗୋଦାମ ରୋଡ଼, ଗୋଟେ ଅଛି RCMS ରୋଡ଼, ଯେଉଁଠି ଗୋଟେ ଓଡ଼ିଶାର ଗୋଟେ ବେଷ୍ଟ ମାର୍କେଟ ଆମେ କରିଛୁ। ସେ ମାର୍କେଟ ଭିତରେ 100 ଏକର ଜମି, ସେ 100 ଏକର ଜମିରେ ପ୍ରାୟ ମାଛ ରୁମ୍ କରିଛୁ 30ଟା, ମାଂସ କଟା ରୁମ୍ କରିଛୁ 20ଟା, ପରିବା ରୁମ୍ କରିଛୁ 30ଟା, ଡାଲି ଚାଉଳ ଗୋଟେ ଲୋକ ଯିବ ପ୍ରତ୍ୟେକ ଜିନିଷ ଜଟଣୀର ସେ RCMS ମାର୍କେଟ ବା ତା କୁହନ୍ତୁ ଗୋରୁହାଟ ମାର୍କେଟ ପହଞ୍ଚିକି କିଣିପାରିବ। ସେ ରୋଡ଼ ଯଦି ଡେଲିଭରି କାହାର ଘର ଥିବ ଓଡ଼ିଶାରେ, ଆମର ସେଇ RCMS ରୋଡ଼ରେ ଯଦି ନେଇଯିବ, ବାଟରେ ଡେଲିଭରି ହେଇଯିବ, ଆଉ ଦରକାର ଡାକ୍ତରଖାନା ଯିବା। ଏଡ଼ିକିଟା ଆମେ ଖାଲ। ଗଣେଶ ପୂଜା ମୁଣ୍ଡରେ ମୁଁ ଏଇନା ମନ୍ତ୍ରୀ କହିକି ଆସିଛି, ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଭାବେ ଜଟଣୀର ହଜାର ହଜାର ଲୋକ ହେବେ। 10 ଦିନ ଆମ ଗଣେଶ ପୂଜା, ଲକ୍ଷ ଲକ୍ଷ ଲୋକ ଡେଲି ହେବେ। 4ଟା 5ଟା ମୀନା ବଜାର, 4-5ଟା ନାଚ ଗୀତ ସଙ୍ଗୀତ, ମେଲୋଡ଼ି, ବମ୍ବେ ମେଲୋଡ଼ି, ଦିଲ୍ଲୀ ମେଲୋଡ଼ି, କଲିକତା ହାଇଦ୍ରାବାଦ ମେଲୋଡ଼ି ଜଟଣୀରେ ଚାଲିବ। ଲୋକ ଜାମ୍ ରହିବେ, ପୁରୀଠୁ କଟକଠୁ ନୟାଗଡ଼ଠୁ ଭୁବନେଶ୍ୱରଠୁ ଲୋକ ସବୁ ଯିବେ ଜଟଣୀ। ତେଣୁ ସେ ରୋଡ଼କୁ ତୁରନ୍ତ ମରାମତି କରି ପକ୍କା ରୋଡ଼ ଭାବେ କରାଯାଉ। ଗଣେଶ ପୂଜା ପୂର୍ବରୁ ଆଜି ସରକାରଙ୍କ ଦୃଷ୍ଟି ଆକର୍ଷଣ ଏଇନା କରିକି ଆଇଲି ମନ୍ତ୍ରୀଙ୍କି, ଚିଫ୍ ଇଞ୍ଜିନିୟର, ସେକ୍ରେଟାରୀ ୱାର୍କସ, SC, ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, SDO, JE ୱାର୍କସ, ଯେ ଜଟଣୀ ଦାୟିତ୍ୱରେ ଅଛ, ଗଣେଶ ପୂଜା ପୂର୍ବରୁ ତୁରନ୍ତ ସେ ରୋଡ଼କୁ ପକ୍କା କର, ମରାମତି କର, ଲୋକେ ଯେମିତି ଅସୁବିଧା ନ ପଡ଼ିବେ ବ୍ୟବସ୍ଥା କର। ଅଟୋ ଯେଉଁ ସଭାପତି ରହିଛନ୍ତି, ଯେଉଁ ଓଲା ଅଟୋ ଡ୍ରାଇଭର ଯେଉଁ ସଭାପତି, ପରଦିନ ରାତିରେ ତାଙ୍କୁ ପୁରୀରୁ ଧରା ହେଇଛି। ଯଦି କହିବା, ସେ କହିଲେ ମୋ ପିଲାମାନଙ୍କ ପାଇଁ ମୁଁ ଆଜି ଯଦି କୋର୍ଟ ଫରୱାର୍ଡ ହେଉଛି ତାହେଲେ କିଛି ଅସୁବିଧା ନାଇଁ। କାହିଁ ଫରୱାର୍ଡ ହେବା କଥା, ସେ କାହିଁ ଲୁଚିକି ଯାଇଥିଲା? ତୁ ଗୋଟେ ସଭାପତି, 150 ତୋର ସହଯୋଗୀ ଆରେଷ୍ଟ ହେଲେଣି, 100 ଜେଲ୍ ଗଲେଣି, 200 ଅଟୋ ଆସି ଥୁଆ ହେଲାଣି। ତୁ ଲୁଚିକି ଯାଇ ପୁରୀରେ ରହୁଛୁ? ସଭାପତି, ଏ ପ୍ରହସନ? ତମେ କିଏ? ପ୍ରଥମ ଦିନ ସାଥୀ ଶୁକ୍ଳା, ତୃତୀୟ ଦିନ ତମେ କିଏ? ବସ୍କୁ ବାଡ଼େଇ ଭାଙ୍ଗିବା, ମୋ ବସ୍କୁ ବାଡ଼େଇ ଭାଙ୍ଗିବା, ଆମ୍ବୁଲାନ୍ସ ବାଡ଼େଇବା, କାର ବାଡ଼େଇବା, ଲୋକକୁ ବାଡ଼େଇବା, ପୁଲିସକି ବାଡ଼େଇବା? ତେବେ କିଏ କି? ତେବେ କିଏ? ଚାରିଆଡ଼େ ଚୋକ୍ କରିଦେଲ ଭୁବନେଶ୍ୱର ସହର, ଲୋକ ଯାଇପାରିଲେନି। ସେ ଯାହା ହଉ, ସରକାର ମହୋଦୟ, ଆମର ଟ୍ରାନ୍ସପୋର୍ଟ ମିନିଷ୍ଟର ମହୋଦୟ, କମିଶନର ଅଫ୍ ପୁଲିସ ଯାହା ଆକ୍ସନ ନେଇଗଲା କଥା ନେଇଗଲେ। ଯେମିତି ବାଡ଼େଇଲେ ସେମିତି ଜେଲକୁ ଗଲେ, ମାଡ଼ ଖାଇଲେ ଗଲେ। ଗାଡ଼ି ଗୁଡ଼ାକ ଆଉ ତମେ ଲାଇସେନ୍ସ ରଦ୍ଦ କରନି, କାରଣ ଭୁବନେଶ୍ୱର ସହରରେ ଗାଁ ଗହଳି ଭିତରେ, ଗହିର ଭିତରେ ସବୁ ଘର।
केवल अटोटी व्यस्त होची आसवा भुवनेश्वर सहर को सौदा किणा अफिस की दाम करने तेणु से फ्रीडम दियो आउ भविष्य से करें बेल कर दियो गाड़ी रिलीज कर दियो ऑटो गुड़ाक लाइसेंस रद्द करनी फ्रीडम दियो जहाँ हो जाए